ବୈବାହିକ ଜୀବନକୁ ଆମେ ଦେଖୁ ଆମ ମଧ୍ୟରେ କଣ ବାସ କରୁଅଛି, କେଉଁ କାର୍ଯ୍ୟ କରୁଅଛୁ, ଯାହା ଈଶ୍ୱରଙ୍କର ଗ୍ରାହ୍ୟ ଯୁକ୍ତ ନା ଅଗ୍ରାହ୍ୟ ଯୁକ୍ତ କାର୍ଯ୍ୟ ଆମେ କରୁ। ଆମ ଶରୀର ପରମେଶ୍ୱର ଆମକୁ ନିର୍ମାଣ କରିଅଛନ୍ତି ତାଙ୍କରି ଗୌରବ କରିବା ନିମନ୍ତେ, କିନ୍ତୁ ଏହି ଶରୀର କେଉଁଠାରେ ବ୍ୟବହାର ହଉଛି ଆଉ କାହାର ଉପଯୁକ୍ତ ଭାବରେ ତାଙ୍କରି ଗୌରବ କରିପାରୁଛୁ। ଯିଏ ଆମକୁ ଡାକି ଅଛନ୍ତି ପ୍ରିୟମାନେ, ସେ ପରାତ୍ପର ପରମେଶ୍ୱର, ଯାହାଙ୍କୁ ଅୟୁତ ଦୂତ 24 ପ୍ରାଚୀନ ଧର୍ମମୟ ବୋଲି ଯାହାର ଗୁଣଗାନ କରୁଅଛନ୍ତି, ତାଙ୍କ ସାନ୍ନିଧ୍ୟରେ ଠିଆ ହବା ପାଇଁ ହେଲେ ନିଜକୁ ପବିତ୍ରର ବସ୍ତ୍ର ପରିଧାନ କରିବାକୁ ପଡିବ। ନିଜକୁ ସେଇ ଶୁକ୍ଳ ବସ୍ତ୍ରରେ ପରିପୂର୍ଣ୍ଣ କରିବାକୁ ପଡିବ। ତାହେଲେ ଯଥା ସମୟରେ ସେ କଣ କରିବେ, ତାଙ୍କରି ସନ୍ତାନ ମାନଙ୍କୁ ସେ ଉନ୍ନତ କରିବେ। ଯଥା ସମୟରେ ସେ ଆପଣା ପିତାଙ୍କ ଠାରେ ସେ ଠିଆ କରିବେ ଯେ ଏହି ମୋର ସନ୍ତାନ ପବିତ୍ରର ଜୀବନ କାଟିଅଛି, ଏହା ଠାରେ ତୁମର ଆଶିଷ ଭର, ତୁମରି ଆନନ୍ଦ ଭର, ତୁମର ସକଳ ଚିନ୍ତାଟା ଜୀବନରେ ତୁମେ କଣ କର, ସଫଳ କର ବୋଲି କହିବେ। କିଏ? ଯୀଶୁ ଖ୍ରୀଷ୍ଟ। ସେ ଆମ୍ଭ ମାନଙ୍କ ନିମନ୍ତେ ନିଜ ପିତାଙ୍କ ଠାରେ କଣ କରୁଅଛନ୍ତି, ଲଢୁ ଅଛନ୍ତି। ପ୍ରିୟମାନେ, ଯଦି ଆମେ ନିଜକୁ ହିଁ ପବିତ୍ର କରିବା ପାଇଁ ଚାହୁଁନୁ, ତାହେଲେ କିଏ ଆସି କରିବ? ଆମେ ବେଳେ ବେଳେ ଭାବୁ ଯେ ମୁଁ ମନ୍ଦତାରୁ ନିଜକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଦେବି, ବ୍ୟଭିଚାରରୁ ମୁଁ ପରିବର୍ତ୍ତନ ହୋଇଯିବି, ମୁଁ ମାନେ ମନ୍ଦ କଳ୍ପନା, ମନ୍ଦ ଚିନ୍ତା ଭାବନା ଠାରୁ ମୁଁ ନିଜକୁ ପୃଥକ କରିଦେବି। କଦାପି ହେଇପାରିବ ନାହିଁ ପ୍ରିୟମାନେ।